ଶ୍ରାବଣରେ ତୁଳସୀକୁ ସ୍ପର୍ଶ କରନ୍ତୁ ନାହିଁ। ଶ୍ରାବଣରେ ତୁଳସୀକୁ ସ୍ପର୍ଶ କରିବା କାହିଁକି ମନା? ଜାଣନ୍ତୁ କ'ଣ ରହିଛି ରହସ୍ୟ। ଆସୁଛି ଶ୍ରାବଣ ମାସ। ଶ୍ରାବଣ ମାସ ମହାଦେବଙ୍କ ବହୁତ ପ୍ରିୟ। କୁହାଯାଇଥାଏ ଯେଉଁ ଭକ୍ତ ଶ୍ରାବଣ ମାସରେ ଶିବଙ୍କୁ ଗୋଟିଏ ଢାଳ ଜଳ ଅର୍ପଣ କରି ମହାଦେବ ସେହି ଭକ୍ତ ଉପରେ ଖୁସି ହୋଇ ତା'ର ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ହେଲେ ଶ୍ରାବଣ ମାସରେ କିଛି କାର୍ଯ୍ୟକୁ ବାରଣ କରାଯାଇଥାଏ, ଯେପରିକି ଶ୍ରାବଣରେ ତୁଳସୀ ଛୁଇଁବା ମନା। କୁହାଯାଇଥାଏ ଏହି ମାସରେ ତୁଳସୀ ଗଛରୁ ପତ୍ର ଛିଡ଼ାଇଲେ ମହାଦେବଙ୍କ ପୂଜା ଅଧୁରା ରହିଯାଇଥାଏ। ହେଲେ କାହିଁକି ତୁଳସୀକୁ ଛୁଇଁବା ମନା? ଆସନ୍ତୁ ଜାଣିବା। ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ଏବଂ ପୂଜନୀୟ ମନା କରାଯାଇଥାଏ। ତୁଳସୀ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ, ଆଉ ଏଥିରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ବାସ୍ତବରେ ଶ୍ରାବଣ ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଥାନ୍ତି, ଆଉ ତୁଳସୀ ମା ମଧ୍ୟ ବିଶ୍ରାମ କରିଥାନ୍ତି। ଏହି ସମୟରେ ତୁଳସୀକି ଛିଇଁବା ବା ତୁଳସୀ ପତ୍ର ଛିଡ଼ାଇବା ମା ତୁଳସୀଙ୍କ ଅପମାନ କରିବା ସହ ହୋଇଥାଏ। କୁହାଯାଇଥାଏ ଏହି ମାସରେ ତୁଳସୀ ଗଛରୁ ପତ୍ର ଛିଡ଼ାଇଲେ ମହାଦେବଙ୍କ ପୂଜା ଅଧୁରା ରହିଯାଇଥାଏ। ହେଲେ କାହିଁକି ତୁଳସୀକୁ ଛୁଇଁବା ମନା? ଆସନ୍ତୁ ଜାଣିବା। ହିନ୍ଦୁ ଧର୍ମରେ ତୁଳସୀ ଗଛ ହେଉଛି ବହୁତ ପବିତ୍ର ଓ ପୂଜନୀୟ ମନାଯାଇଥାଏ। ତୁଳସୀ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ, ଆଉ ଏଥିରେ ମା ଲକ୍ଷ୍ମୀ ବାସ କରନ୍ତି। ଗରୁଡ଼ ପୁରାଣ ଅନୁସାରେ ଆଷାଢ଼ ଶୁକ୍ଳ ଏକାଦଶୀରୁ ନେଇ କାର୍ତ୍ତିକ ଶୁକ୍ଳ ଏକାଦଶୀ ଅର୍ଥାତ୍ ତୁଳସୀ ବିବାହ ପର୍ଯ୍ୟନ୍ତ ତୁଳସୀକୁ ଛୁଇଁବା ଉଚିତ ନୁହେଁ। କୁହାଯାଇଥାଏ ଏପରି କରିବା ଦ୍ୱାରା ପାପ ଲାଗିଥାଏ। ମାନ୍ୟତା ଅନୁସାରେ ଏହି ସମୟରେ ତୁଳସୀ ମା ତପସ୍ୟାରେ ଲୀନ ହୋଇଥାନ୍ତି, ଆଉ ତାଙ୍କୁ ସ୍ପର୍ଶ କରିବା ଶୁଭ ହୋଇନଥାଏ। ଶ୍ରାବଣ ମାସ ଶିବ ଭକ୍ତଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ। ଏହି ମାସରେ ଭକ୍ତ ଶିବଲିଙ୍ଗ ଉପରେ ବେଲପତ୍ର, କ୍ଷୀର, ଜଳ, ଧତୁରା ଇତ୍ୟାଦି ଚଢ଼ାଇଥାନ୍ତି। କିନ୍ତୁ ଧ୍ୟାନ ରଖନ୍ତୁ, ଶିବଲିଙ୍ଗ ଉପରେ ଭୁଲରେ ମଧ୍ୟ ତୁଳସୀ ଚଢ଼ାନ୍ତୁ ନାହିଁ। କୁହାଯାଏ ଶିବଲିଙ୍ଗରେ ତୁଳସୀ ଚଢ଼ାଇଲେ ପୂଜା ହୋଇନଥାଏ ଏବଂ ପୂଜା ନିଷ୍ଫଳ ହୋଇଥାଏ।